ଆପଣଙ୍କ ନାଁ ଆଚ୍ଛା ଯେଉଁ ଆପଣଙ୍କ କ୍ରାଫ୍ଟ କାମ ଅଛି ସେଥିରେ ପଇସା ବଜେଟ୍ ତା କିଏ ସେଇଟା ନିଷ୍ପତ୍ତି ନେଇଛନ୍ତି? ସ୍ୱାଗତ ପାଇଁ ସେ ଥିଲେ ସିଏ ମନ୍ତ୍ରୀ ଅଛନ୍ତି ତ ଆପଣଙ୍କର ଯେଉଁ ପଇସା ଖର୍ଚ୍ଚ ହେବା କଥା କାମ କରିବା କଥା ସେଇଟା କେତେ ଦୂର ଗଲାଣି? ଦଶବନ୍ଧୁ ଇଏ ଥିଲେ ରମାକାନ୍ତ ମହାପାତ୍ର ଯିଏକି ସଂସାରରେ ଗୋଟେ କାମ କରିବାରେ ସାହାଯ୍ୟ କରୁଛନ୍ତି। ତ ଆଜିର ବୁଲେଟିନ୍କୁ ଏଇଠି ରଖିବା। ନମସ୍କାର। କ'ଣ କରୁଛନ୍ତି? ଏବେ ଆପଣଙ୍କ ନାଁ କ'ଣ? ସୁଜାତା ପାଣି। ତେବେ ସୁଜାତା ପାଣି କୁହନ୍ତୁ କ'ଣ ପ୍ରସ୍ତୁତି ଚାଲିଛି ଆପଣଙ୍କର କେତେ ଦୂର କାର୍ଯ୍ୟ କଲାଣି? ଆମେ ପେପର କାଟି ସାରିକି ଚିତ୍ର କରିକି ଏବେ ଲେଖିବା ଷ୍ଟାର୍ଟ କରି ସାରିଲୁଣି। ଆଉ ଫୁଲ ବନା ହେଉଛି। ଦଶବନ୍ଧୁ ଦେଖୁଥିଲେ ଇଏ ଥିଲେ ସୁଜାତା ପାଣି ଯିଏକି ଅନବରତ ଚେଷ୍ଟା କରୁଛନ୍ତି ଏବଂ ସାହାଯ୍ୟ କରୁଛନ୍ତି ତାଙ୍କର ସହପାଠୀଙ୍କୁ। ଛାତ୍ରଛାତ୍ରୀ ମିଳିମିଶିକି କାମ କରୁଛନ୍ତି, ଭଳିକି ଚିତ୍ର ଆଙ୍କୁଛନ୍ତି, ତା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯେଉଁ ସାହାଯ୍ୟ କରିବା କଥା ସେମାନେ ମଧ୍ୟ ଠିକ୍ ସମ୍ବଲପୁର ଏକ୍ସକ୍ଲୁଜିଭ୍ କଲୋନୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ନୂତନ 80 ଟଙ୍କିଆ ଦାମିଆ ବଡ଼ ବ୍ରେକିଂ ନ୍ୟୁଜ୍। ସେପଟେ ଗଞ୍ଜାମ ଜିଲ୍ଲା ବାଲିଆଗାମ ପୁଣି ଏକ ଦୁର୍ଘଟଣାରେ 40 ଜଣ ମୃତାହତ ହୋଇଥିବା ବେଳେ 3 ଜଣ ସାଂଘାତିକ ଭାବେ ଗୁରୁତର ଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି କରୁଥିବା ବେଳେ ଏପର୍ଯ୍ୟନ୍ତ 3 ଦୁର୍ବୃତ୍ତ ନିଖୋଜ ରହିଛନ୍ତି। ବ୍ୟୁରୋ ରିପୋର୍ଟ ଜି ମିଡ଼ିଆ। ସମ୍ବଲପୁର ଜିଲ୍ଲା ମୋତିଝରରେ ପୁଣି ଏକ ଚାଷୀଙ୍କ ଆତ୍ମହତ୍ୟା। ଆଜ୍ଞା ହଁ, ବରଗଡ଼ ଜିଲ୍ଲା ପରି ଯେପରି ବୁନ୍ଦା ଚାଷୀଙ୍କ ପରି ପୁଣି ଏକ ଚାଷୀ ନିଜ ପରିବାରର ଯେଉଁ ଚାଷୀ ଋଣ ଶୁଝି ନ ପାରି ପୁଣି ଆତ୍ମହତ୍ୟା କରିଛନ୍ତି। ତ ଦେଖିବା ଆମେ ରିପୋର୍ଟକୁ ଯିବା। ଏଇ ଦେଖନ୍ତୁ ରିପୋର୍ଟ।